କୋଟି କୋଟି ଓଡ଼ିଶାବାସୀଙ୍କୁ ଈଶ୍ୱରଙ୍କ ପବିତ୍ର ନାମରେ ମୋର ନମସ୍କାର। ପ୍ରିୟ ଶ୍ରୋତା ବନ୍ଧୁମାନେ, ଆଜିର ଶୀର୍ଷକ ହେଉଛି ପ୍ରେମ ଧର୍ମର ଊର୍ଦ୍ଧ୍ୱରେ। ହଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରେମ ଧର୍ମର ଊର୍ଦ୍ଧ୍ୱରେ। ଏଇ କେତେ ଦିନ ଭିତରେ ଘଟି ଯାଇଥିବା ଘଟଣାଟି ଆମମାନଙ୍କ ଓଡ଼ିଶାବାସୀଙ୍କ ହୃଦୟରୁ ଏକ ମହାନ କଣ୍ଠଶିଳ୍ପୀ ହୁମାୟୁନ୍ ସାଗରଙ୍କ ପ୍ରତି ଥିବା ତାଙ୍କ ପ୍ରେମ, ତାଙ୍କ ଆଦର ଓ ତାଙ୍କ ଝୁରୁଥିବା ପ୍ରତିଟି ଶ୍ରଦ୍ଧାଳୁଙ୍କ ହୃଦୟରୁ ପ୍ରକାଶ ହେଉଛି ପ୍ରେମ। ଜାତି ଧର୍ମ ନିର୍ବିଶେଷରେ ସେ ଗୋଟିଏ ଖ୍ରୀଷ୍ଟିଆନ ପିଲାଟି ହେଇଥିଲେ ମଧ୍ୟ ତାଙ୍କ ପ୍ରତି ଯେଉଁ ଓଡ଼ିଶାବାସୀଙ୍କର ପ୍ରେମ ତାହା ଅତୁଟ ଅଟେ। ଆଜି ବି ପ୍ରତ୍ୟେକ କୋଣ ବିକୋଣରେ ଶୁଭାଯାଉଛି ତାଙ୍କ ସେ ସୁମଧୁର ସଙ୍ଗୀତର ସ୍ୱର। ସତେ ଯେପରି ଲାଗୁଛି ଆମମାନେ ସମସ୍ତେ ଏକ ଭିନ୍ନ ପ୍ରକାର ଏକ ପରିବେଶ ମଧ୍ୟରେ ଯାତ୍ରା କରୁଅଛୁ। ପ୍ରତ୍ୟେକଙ୍କ ଅନ୍ତରରୁ ହୁମାୟୁନ୍ ସାଗରଙ୍କ ପ୍ରତି ଥିବା ପ୍ରେମ ବ୍ୟାକୁଳ କରୁଅଛି, ବ୍ୟତିବ୍ୟସ୍ତ କରୁଅଛି। ମୁଁ ଯେତେବେଳେ ନ୍ୟୁଜକୁ ଦେଖୁଛି, ସତରେ ଆମମାନଙ୍କର ତାରକାମାନଙ୍କୁ, ଫିଲ୍ମ ଷ୍ଟାର ମାନଙ୍କୁ ବେଳେବେଳେ ଆମମାନଙ୍କର ଭାବନା ହୁଏତ ଭିନ୍ନ ଥାଏ ନା। ହଁ, ତାହା ହେଉଛି ସେମାନଙ୍କର ଜୀବିକା ବୋଲି। କିନ୍ତୁ ମୋ ଅନ୍ତରରୁ ଏକ ଭିନ୍ନ ପ୍ରକାର ଭାବ ସୃଷ୍ଟି ହେଇଛି, ଯାହା ମୁଁ ଆପଣମାନଙ୍କ ନିକଟରେ ପ୍ରକାଶ କରିବାକୁ ଚାହୁଁଛି। ଆମମାନଙ୍କର ପ୍ରିୟ ଭାଇମାନେ, ମୁଁ କହିବି ଅନୁଭବଙ୍କ ବିଷୟରେ ବା ବାବୁସାନଙ୍କ ବିଷୟରେ। ମୁଁ କହିବି ଯାହା ସେମାନଙ୍କୁ ମୁଁ ଦେଖିଲି ମିଡ଼ିଆ ସାମ୍ନାରେ, ମୁଁ ଯାହା ଦେଖୁଛି, ସୋସିଆଲ ମିଡ଼ିଆରେ ଯାହା ଦେଖୁଅଛି, ମୁଁ ଅନୁଭବ କରୁଅଛି। ଅନୁଭବ ବାବୁ ହୁଅନ୍ତୁ, କେମାନଙ୍କ ବାବୁସାନ ବାବୁ ହୁଅନ୍ତୁ, ସେମାନେ ଅଭିନେତା ନୁହନ୍ତି, ସେମାନେ ବାସ୍ତବ ହିରୋ ଅଟନ୍ତି। ପ୍ରକୃତ ହିରୋ ସେମାନେ ଅଟନ୍ତି। ସେମାନଙ୍କ ହୃଦୟରେ ଭରି ରହିଥିବା ପ୍ରେମ ହୁମାୟୁନ୍ ସାଗରଙ୍କ ପ୍ରତି ଯେଉଁ ସେମାନେ ପ୍ରକାଶ କରୁଛନ୍ତି, ତାହା ଏକ ବହୁତ ବଡ଼ ବିଷୟ ଅଟେ, ବହୁତ ବଡ଼ ବିଷୟ ଅଟେ। ସେମାନେ ଦେ ଆର୍ ରିଏଲି ହିରୋସ୍ ଦେୟାର। ମୁଁ ସେମାନଙ୍କୁ ସାଲ୍ୟୁଟ୍ କରୁଅଛି। ଅଭିନୟ କରୁଥିବା ବ୍ୟକ୍ତି କାନ୍ଦନ୍ତି ପରଦାରେ, ହସନ୍ତି ପରଦାରେ କିଛି ପାଇବାର ଆଶାରେ, କିନ୍ତୁ ମୋର ଭାଇମାନେ ସେପରି ନୁହନ୍ତି। ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହେଇ ଯେଉଁମାନଙ୍କୁ ଦେଖେଇଛନ୍ତି ଆଉ ଦେଖଉଥିବେ, ମୁଁ ସେମାନଙ୍କୁ ମୋର ଅନ୍ତର ନମସ୍କାର। ଅନୁଭବ ଭାଇ, ଆପଣଙ୍କୁ ମୋର ଅନ୍ତର ନମସ୍କାର। ହୁଏତ କେବେ ଭେଟ ହେଇପାରିବି, ନ ହେଇପାରିବି, ମୁଁ ଗୋଟେ ଛୋଟ ମଣିଷଟିଏ। ବାବୁସାନ ବାବୁ, ଆପଣଙ୍କୁ ମୋର ଅନ୍ତର ନମସ୍କାର। ଆପଣମାନଙ୍କର ଯେଉଁ ସୋସାଇଟି ପ୍ରତି ଯେଉଁ ପ୍ରେମ, ଜଣଙ୍କର ଆଉ ଜଣଙ୍କ ପ୍ରତି ଯେଉଁ ପ୍ରେମ ବହୁତ କିଛି ଶିଖାଏ। ଆପଣ ପରଦାର ହିରୋ ନୁହନ୍ତି, ଆପଣମାନେ ରିଏଲ ହିରୋ ଅଟନ୍ତି। ଧନ୍ୟବାଦ ଆପଣମାନଙ୍କର ମହାନତା ପାଇଁ। ଆପଣମାନଙ୍କର ମହାନତା ପାଇଁ ଆମମାନଙ୍କ ଓଡ଼ିଶାବାସୀ ଶିଖିବାର ଅଛି। ଜାତି ଧର୍ମ ବର୍ଣ୍ଣକୁ ପାର ହେଇ ଯେଉଁ ପ୍ରେମ ପ୍ରକାଶ କରିଛନ୍ତି, ତାହା ହେଉଛି ବାସ୍ତବ ପ୍ରେମ ଅଟେ। ମୁଁ ଭୂମିଷ୍ଠ ପ୍ରଣାମ କରୁଅଛି ପ୍ରେମାନନ୍ଦ ସାରଙ୍କୁ।
ଆପଣ ବାସ୍ତବରେ ଜଣେ ଗୁରୁ ଅଟନ୍ତି, ଯେ କି ଶିଷ୍ୟ ପାଇଁ କାନ୍ଦୁଛନ୍ତି। ହୁମାନ ସାଗରଙ୍କ ପାଇଁ ଆପଣ କାନ୍ଦୁଛନ୍ତି, ତାଙ୍କୁ ବନେଇଛନ୍ତି। ଆପଣଙ୍କର ମହାନତାକୁ ମୋ ଶବ୍ଦ ଦ୍ୱାରା ମୁଁ ବର୍ଣ୍ଣନା କରିପାରିବିନି ପ୍ରେମାନନ୍ଦ ଆଜ୍ଞା। ଆପଣ ବାସ୍ତବ ଏକ ଗୁରୁ ଅଟନ୍ତି। ଆଜି ଝୁରୁଛନ୍ତି ଆପଣଙ୍କ ଶିଷ୍ୟକୁ। ଆପଣ ହୁମାନ ସାଗରଙ୍କୁ ବନେଇଥିଲେ, ଆଉ ଆପଣ ପ୍ରକୃତ ଗୁରୁର ପରିଚୟ ଦେଉଛନ୍ତି। ଆପଣଙ୍କୁ ଲୋକମାନେ ଆପଣଙ୍କ ବିରୋଧରେ ଠିଆ ହେଉଛନ୍ତି, ଆପଣଙ୍କ ବିଷୟରେ ଅନେକ କହୁଛନ୍ତି, ହେଲେ ଆପଣ ଏକ ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ଏକ ଶିଷ୍ୟ ପାଇଁ ଯେଉଁ ପ୍ରେମ ପ୍ରକାଶ କରୁଛନ୍ତି ତାହା ଅତୁଟ ଅଟେ। ଆପଣ ମହାନ ଅଟନ୍ତି। ସତ ଏକ ଗୁରୁ ଓ ଶିଷ୍ୟର ପରିଚୟ, ଏକ ଗୁରୁର ବାସ୍ତବ ରୂପ ଆପଣ ଦେଖେଇଛନ୍ତି। ଭୟ କରୁନାହାନ୍ତି। ଯେଉଁମାନେ ତାଙ୍କ ବିରୋଧରେ କହୁଥିଲେ ସେମାନଙ୍କ ବିରୋଧରେ କହିବା ପାଇଁ, ମୁଖ ଖୋଲିବା ପାଇଁ ଆପଣ ଅଟକୁ ନାହାନ୍ତି। ଆପଣଙ୍କୁ ମୋର ଭୂମିଷ୍ଠ ପ୍ରଣାମ, ନମସ୍କାର। ପ୍ରିୟ ମୋର ଓଡ଼ିଶାବାସୀ, ଆପଣମାନଙ୍କ ଯେଉଁ ପ୍ରେମ, ଆପଣମାନଙ୍କର ଯେଉଁ ଶ୍ରଦ୍ଧା ହୁମାନ ସାଗରଙ୍କ ପ୍ରତି ଖୋଲିକି ଯେଉଁ ପ୍ରକାଶ କରୁଛନ୍ତି ଆପଣମାନେ, ବାସ୍ତବ ଏହା ହିଁ ତ ଧର୍ମ। ଧର୍ମ ବନ୍ଧନ କରିଦିଏ। ଧର୍ମ ଏକ ଜେଲ ଅଟେ, କିନ୍ତୁ ପ୍ରେମ ହିଁ ବନ୍ଧନକୁ ଭାଙ୍ଗିପାରେ। ବାସ୍ତବ ପ୍ରେମକୁ ଯଦି ଶିଖିବାର ଅଛି ତାହେଲେ ଆପଣମାନଙ୍କଠୁ ଶିଖିବାର ଅଛି। ବାସ୍ତବ ପ୍ରେମ ଆପଣମାନେ ପ୍ରକାଶ କରୁଛନ୍ତି। ଏକ କଣ୍ଠଶିଳ୍ପୀ ନିମନ୍ତେ ଆପଣମାନଙ୍କର ଯେଉଁ ପ୍ରେମ ବାସ୍ତବ ପ୍ରକାଶିତ ହେଉଅଛି। ସତରେ ମୁଁ ଗର୍ବିତ, ମୁଁ ଗର୍ବ କରୁଛି ଜଣେ ଓଡ଼ିଆ ପିଲା ହିସାବରେ। ମୁଁ ଦର୍ପ କରୁଛି ମୋ ଓଡ଼ିଶାବାସୀମାନଙ୍କ ପାଇଁ, ଏ ପ୍ରକାର ପ୍ରେମ ସେମାନଙ୍କର ପାଇଁ। ମୁଁ କୋଟି କୋଟି ନମସ୍କାର କରୁଛି ଆପଣମାନଙ୍କର ପ୍ରେମ ପାଇଁ। ଏହା ହିଁ ତ ଈଶ୍ୱର ମାନଙ୍କୁ ଶିଖେଇବାକୁ ଚାହାନ୍ତି। ଏକ ଧର୍ମଶାସ୍ତ୍ର ଗୋଟିଏ ଅଂଶ ମୁଁ ମନେ ପକାଇବାକୁ ଚାହେଁ। ତାହା ଆମମାନଙ୍କର ବାଇବଲର ଯୋହନ ଲିଖିତ ସୁସମାଚାର ତାର 3 ପର୍ବ 16 ପଦରେ ଲେଖା ହେଇଛି। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିନଥିଲେ କେବେ ମଧ୍ୟ ଧର୍ମ ପ୍ରଚାର କରିବା ନିମନ୍ତେ, ଆସିନଥିଲେ, କିନ୍ତୁ ପିତାଙ୍କର ପ୍ରେମକୁ ପ୍ରକାଶ କରିବାକୁ ଆସିଥିଲେ। ପିତାଙ୍କର ପ୍ରେମକୁ ପ୍ରକାଶ କରିବାକୁ ଆସିଥିଲେ। ଧର୍ମର ମର୍ମ ତେବେ ସଫଳ ହୁଏ ଯେତେବେଳେ ପ୍ରେମ ପ୍ରକାଶ ହୁଏ। ପ୍ରେମ ପ୍ରକାଶ ହୁଏ। ଯେ ପର୍ଯ୍ୟନ୍ତ ଧର୍ମରେ ପ୍ରେମ ନାହିଁ ତାହା ଧର୍ମ ନାହିଁ। ପ୍ରିୟ ପ୍ରଭୁଙ୍କ ସନ୍ତାନ ମାନେ, ମୋର ଓଡ଼ିଶାବାସୀ ମାନେ, ବାସ୍ତବରେ ଯଦି କେହି ଧର୍ମର ପରିଭାଷାକୁ ଯଦି ଶିଖିବାର ଅଛି ତାହେଲେ ଆପଣଙ୍କ ପ୍ରେମରେ ନିହିତ ଅଛି ଧର୍ମର ପରିଭାଷା। ମୁଁ ଧନ୍ୟବାଦ ବୋଲି ନିଜକୁ ମନେ କରେ ଏହି ଓଡ଼ିଶା ଭୂମିରେ ଜନ୍ମଗ୍ରହଣ କରିଥିବାରୁ। ମୁଁ ଧନ୍ୟବାଦ ବୋଲି ମନେ କରେ। ସତରେ ପୁଣି ପ୍ରଭୁଙ୍କର ବାକ୍ୟ ଯେଉଁ ବାଇବେଲରେ ଲେଖା ହେଇଛି ତାହା ଆଉ ଏକ ପଦକୁ ସ୍ମରଣ କରିବାକୁ ଚାହେଁ, କହିବାକୁ ଚାହେଁ। ତାହା ଯୋହନ ଲିଖିତ ସୁସମାଚାର ତାର 13 ପର୍ବର 37 ପଦରେ ଲେଖା ହେଇଛି। ତୁମେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମମାନଙ୍କୁ ଦାନ କରୁଅଛି ବୋଲି ପ୍ରଭୁ ଯୀଶୁ କହିଥିଲେ। ପରସ୍ପରକୁ ପ୍ରେମ କର। ହଁ, ପରସ୍ପରକୁ ପ୍ରେମ କରିବା ହିଁ ହେଉଛି ଧର୍ମ। ଏ ଶାରୀରିକ ପ୍ରେମ ନୁହେଁ, ଏ ଆତ୍ମିକ ପ୍ରେମ, ଭାଇଚାରାର ପ୍ରେମ, ଭାଇ ଭଉଣୀ ସ୍ନେହ ମମତାର ପ୍ରେମ, ଏକ ମାନବର ପ୍ରେମ। ଏକ ଦୁଃଖୀ ସହିତ ଦୁଃଖୀ ହେବା, ଖୁସି ସହିତ ଖୁସି ହେବା, ଏହା ହେଉଛି ପ୍ରେମ। ଅନ୍ୟକୁ ଉଠେଇବା, ଅନ୍ୟକୁ ଗଢ଼ିବା, ଏହା ହିଁ ହେଉଛି ପ୍ରେମ। ଆଉ ସେ ପ୍ରେମ
ମୁଁ ଓଡ଼ିଶାବାସୀମାନଙ୍କର ଭାଇମାନଙ୍କ ଠାରୁ ଅଗଣିତ ଜନତା ଠାରୁ ପାଉଥିବାରୁ ସେମାନଙ୍କୁ ପୁନର୍ବାର ବି ନମସ୍କାର କରୁଅଛି। ଏହା ତ ଈଶ୍ୱର ତ ପ୍ରେମ, ଏହି ପ୍ରେମ ତ ଈଶ୍ୱର ଚାହାନ୍ତି, ଏହି ତ ଈଶ୍ୱରଙ୍କ ପ୍ରେମ। ଆଉ କୁ ପ୍ରେମ? ମଲା ପରେ ଆମେ ଜଣେ ଆଉ ଜଣ ପାଇଁ କ'ଣ କରିପାରିବା? କିଛି କରିପାରିବା ନାହିଁ। ଆଜି ମୋର ଅନୁରୋଧ, ଆଜି ମୋର ପ୍ରାର୍ଥନା ମାନଙ୍କ ନିକଟରେ, ଆମେ ଜଣେ ହୁମାନ ସାଗରକୁ ହରେଇଲୁ, ଆମେ ସାବଧାନ ହେବା। ଆଉ ଯଦି ଏପରି ଜର୍ଜରିତ ହେଇ ଜୀବନ କେହି କାଟୁଛି, ଏପରି ନିଶାୟ ହୋଇ ଜୀବନ କାଟୁଛି, ଏପରି ଯଦି କିଏ ଡିପ୍ରେସନ ମଧ୍ୟରେ ଯାଉଛନ୍ତି, ଭାଙ୍ଗି ପଡ଼ିଛନ୍ତି, ଆସୁ ସେମାନଙ୍କ ପ୍ରତି ଦୃଷ୍ଟି କରିବା, ସେମାନଙ୍କ ପ୍ରତି ଆମମାନଙ୍କ ପ୍ରେମ ପ୍ରକାଶ କରିବା, ସେମାନଙ୍କର ସମସ୍ୟା ମଧ୍ୟରେ ହାତ ଦେବା, ଆଉ ସମାଧାନ ନିମନ୍ତେ ଏକ ପଥ ବାହାର କରି ସେମାନଙ୍କୁ ବଞ୍ଚିବାର ଏକ ସାହାରା ଦେବା। ତେବେ ଆମମାନଙ୍କ ଜୀବନ ବାସ୍ତବରେ ସାର୍ଥକ ହେବ। ଆଉ ଏହା ହିଁ ତ ଈଶ୍ୱରଙ୍କ ପ୍ରେମ। ଏହି ପ୍ରେମ ବିନା ଆମମାନଙ୍କ ଜୀବନ ଅଧୁରା ଅଟେ। ପ୍ରେମ ବିନା ଜୀବନ ବଞ୍ଚିପାରେ ନାହିଁ। ଆଉ ଏକ ଅନୁରୋଧ କରିବି ନିଶ୍ଚୟ, ଆଉ ଏ ୟୁଟ୍ୟୁବ ମାଧ୍ୟମରେ ଏ ଭାଇମାନେ, ଏ ବାପାମାନେ, ଏ ମା ମାନେ, ଆପଣମାନେ ଯିଏ କେହି ବି ହୁଅନ୍ତୁ ନା କାହିଁକି, ଭୁଲ ହେଇଥିଲେ ପରସ୍ପରକୁ କ୍ଷମା କରନ୍ତୁ, ପରସ୍ପରକୁ କ୍ଷମା କରନ୍ତୁ। କ୍ଷମାଠାରୁ ବଡ଼ ଆଉ କିଛି ବି ନାହିଁ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଖେଇଲେ ଜହନ ତାର 13 ପର୍ବର 37 ପଦରେ, ମୁଁ ଯେପରି ତୁମକୁ ପ୍ରେମ କରିଅଛି, ତୁମମାନେ ପରସ୍ପରକୁ ସେପରି କ୍ଷମା କର। ଆମେ ଯଦି ପରସ୍ପରକୁ କ୍ଷମା ଦେଇପାରିବା ନା, ତ ଆମେ ଈଶ୍ୱରଙ୍କ ସନ୍ତାନ, ଈଶ୍ୱରଙ୍କୁ ପ୍ରେମ କରନ୍ତି। ଆଉ ଈଶ୍ୱର ଏହା ଚାହାନ୍ତି। କ୍ଷମା ଦେବା ଠାରୁ ବଡ଼ ବିଷୟ ଆଉ କିଛି ବି ନାହିଁ। କ୍ଷମା ମାଗିବା ଠାରୁ ବଡ଼ ବିଷୟ ଆଉ କିଛି ବି ନାହିଁ। ଆସନ୍ତୁ ଆମମାନେ এই ପୃଥିବୀରେ ଏକ ପରଦେଶୀ ଭାବରେ କିଛି ଦିନ ପାଇଁ ରହିଛୁ, କିଛି କ୍ଷଣ ପାଇଁ ରହୁଛୁ। କେତେବେଳେ ଯେ ଆମେ ଯିବା ଆମେ ଜାଣିନାହୁଁ। ଏକ ପାଣି ଫୁଟକା ପରି ଆମମାନଙ୍କର ଜୀବନ ଆଜି ଅଛି, କାଲି ନଥିବ। କିନ୍ତୁ ଆସୁ ଆମେ ପରସ୍ପର ପ୍ରେମରେ ବାନ୍ଧି ହେବା। କେହି ଜଣେ କହିଲେ, 1000 ବର୍ଷ ବଞ୍ଚିବା ଅପେକ୍ଷା ଗୋଟିଏ ବର୍ଷ ବଞ୍ଚ, ଆଉ ସେ ଗୋଟିଏ ବର୍ଷରେ ଏଇପରି କାମ କର, ବା ଗୋଟିଏ ଦିନ ବଞ୍ଚ, ସେ ଗୋଟିଏ ଦିନରେ ଏପରି କାମ କର ଯାହାକି ଇତିହାସରେ ଲିପିବଦ୍ଧ ହୋଇ ସବୁଦିନ ପାଇଁ ତୁମକୁ ସ୍ମରଣ କରିବ। ଆଉ ଠିକ୍ ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆମମାନଙ୍କର ହୁମାନ ସାଗର ଭାଇ। 36 ବର୍ଷ ବୟସରେ ଆମଠାରୁ ବିଦାୟ ନେଲେ, କିନ୍ତୁ ବହୁତ ବଡ଼ ଇତିହାସ ରଚିଲେ, ବହୁତ ବଡ଼ ଇତିହାସ ରଚିଲେ। ସେ ଆପଣ ପାଇଁ ଆଉ ମୋ ପାଇଁ ଏକ ଉଦାହରଣ ଅଟନ୍ତି, ଜ୍ୱଳନ୍ତ ଉଦାହରଣ ଅଟନ୍ତି। ଆସୁ ଆଜିଠାରୁ ଯଦି କାହା ସହିତ ପ୍ରେମ ନାହିଁ, କାହା ସହିତ ଅମିଳନତା ଅଛି, ପରସ୍ପରକୁ କ୍ଷମା ଦେଇ ଏକ ପ୍ରେମର ଭାବ ରଖିବା। ଜୀବନ ଆଜି ଅଛି, କାଲି ନଥିବ। ଆସୁ କ୍ଷମା ଦେଇ, କ୍ଷମା ମାଗି ପରସ୍ପର ମିଶିବା, ଆଉ ଈଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ। ଏ ପୃଥିବୀ କ୍ଷଣିକ ଅଟେ, ଯାତ୍ରାରେ ଅଛୁ। କେତେବେଳେ ଯାତ୍ରା ସରିଯିବ, କେତେବେଳେ ଯେ ନିଶ୍ୱାସ ବନ୍ଦ ହେଇଯିବ ତାହା ଜାଣିନାହୁଁ। ତାହା ପୂର୍ବରୁ ଏକ ବାସ୍ତବତା ଜୀବନ କାଟୁ, ବାସ୍ତବ ଜୀବନ କାଟୁ। ତାହା ହେଉଛି ବାସ୍ତବ ଜୀବନ, ହେଉଛି ଏକ ପ୍ରେମର ଜୀବନ। ମୁଁ ବିଶ୍ୱାସ କରୁଛି ଆପଣମାନେ ମୋ କଥା ଶୁଣୁଛନ୍ତି। ମୋର ବିନତି ଅନୁରୋଧ, ଆସୁ ଆମମାନେ ସେଇ ପ୍ରେମର ସ୍ରୋତରେ ଭାସିଯିବା। ଯଦି କାଲି ନଥିବା, ମନେ ପକେଇବ ଏ ଦୁନିଆ ଆମକୁ। ସମସ୍ତଙ୍କୁ ନମସ୍କାର। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।